ଜଲ ଜଙ୍ଗଲ ଜମିନର ରକ୍ଷତା ହିସାବରେ ଆମେ ସବୁବେଳେ ଦେଖି ଆସିଛେ जनजातीय ଆଉ आदिवासी ମାନଙ୍କୁ। ସେଇ जनजातीय ଆଉ आदिवासी ଯୋଉମାନେ ବର୍ଷ ବର୍ଷ ଧରି ସେଇ ଫରେଷ୍ଟ ଆଉ ଫରେଷ୍ଟ ପ୍ରଡକ୍ଟସ ଉପରେ ସର୍ଭାଇଭ କରୁଛନ୍ତି ଆଉ ସେଇ ଇକୋସିଷ୍ଟମ ଉପରେ ସର୍ଭାଇଭ କରୁଛନ୍ତି, ସେଠି ଯେତେବେଳେ ମାଇନିଂ ର ଗୋଟେ କମ୍ପୋନେଣ୍ଟ ଆସୁଛି ଆମକୁ ଦେଖିବାକୁ ପଡିବ ଯେ ତାଙ୍କୁ ନେଇକିନା ଆମେ ଆଗକୁ କେମିତି ବଢିବା। ତାଙ୍କର ଜେଜେବାପା କୋଉଠି ଗୋଟେ ଶିମ୍ବ ଗଛ ଲଗେଇଥିବେ, ସେଟାକୁ ସେ କହିବେ ଯେ ସେଟା ଆମର ରହୁ। ତାଙ୍କର ନିଜର ଭୂମି ଯୋଉଠିକି ସେମାନେ ପୂଜା କରୁଛନ୍ତି, ନିୟମ ରାଜା ନିୟମ ଯୋଉଟା ଅର୍ଡର ସୋସିଆଲ ଅର୍ଡର କି ଲ ମେଣ୍ଟେନ ହଉଛି, ତାଙ୍କର ରକ୍ଷଣାବେକ୍ଷଣ ହଉ, ତାଙ୍କ ପାଇଁ ବିକାଶର ଡେଫିନେସନ ଅଲଗା ରହୁଛି। ପ୍ରକୃତରେ ମାଇଣ୍ଡ ଆମକୁ ଡେଭଲପମେଣ୍ଟ ଦଉଛି ସତ, କିନ୍ତୁ ଆମ ପରିବେଶକୁ କୋଉଠି ନା କୋଉଠି ଗୋଟେ ବଞ୍ଚେଇ ରଖିବାରେ ମାଇଣ୍ଡ ତାର କାରଣ ବି ସାଜୁନି କି? ହଁ ନିଶ୍ଚୟ, ଆମେ ଯେତେବେଳେ ମାଇଣ୍ଡସ ର ଫଙ୍କସନିଂ ଉପରେ ଦେଖୁଛେ, କ୍ୱେଶ୍ଚିନ୍ ପଚାରୁଛେ, ଆମେ ଦେଖୁଛେ ସେଥିରେ କେତେ ଗୁଡାଏ କମ୍ପୋନେଣ୍ଟ ଇନଭଲ୍ଭ। ଗୋଟେ ହଉଛି ଏନଭାୟରମେଣ୍ଟ, କାହିଁକି ନା ମାଇଣ୍ଡସ ଯେମିତି ସାର୍ ଏଠି କହୁଥିଲେ ଯେ ସଏଲ ଆଉ ଏୟାର ଆଉ ୱାଟର, ଏ ସବୁ ଜିନିଷକୁ ଇନଭଲ୍ଭ କରିକିନା ରଖୁଛି। ଆମକୁ ଦେଖିବାକୁ ପଡିବ ଯେ ଏନଭାୟରମେଣ୍ଟାଲ ବାଲାନ୍ସ ହଉଛି କି, କାରଣ ମାଇଣ୍ଡସ ଚାଲିଲା ବେଳେ ସପୋଜ କୌଣସି ଗୋଟେ ପେରେନିଆଲ ରିଭର ର ୱାଟର ଆମେ ନଉଛେ, ତାପରେ ସେଇ ୱାଟର ଟା ୟୁଜ କଲା ପରେ ୱାନ୍ସ ଅପନ ଏ ଟାଇମ ସେଇ ୱାଟର ଯୋଗୁ ଯୋଉ ହିଲ୍ ର ଇକୋସିଷ୍ଟମ ମେଣ୍ଟେନ ହଉଛି, ଯେମିତି ନିୟମଗିରି ହିଲ୍ସ ର ମୁଁ କହୁଛି, ସେ ଇକୋସିଷ୍ଟମ ଟା ଆଉ ରହିବ ତ, ଏଇଟା ଗୋଟେ ବଡ କ୍ୱେଶ୍ଚନ ମାର୍କ। ଦ୍ୱିତୀୟ କଥା ହଉଛି ଯେମିତି ଆମର ହଉଛି ଜଲ ଜଙ୍ଗଲ ଆଉ ଜମିନ, ଏଇ ତିନିଟା ୱାଇଡଲି ଆପଣ ଶୁଣିଥିବେ। ଏଇ ଜଲ ଜଙ୍ଗଲ ଜମିନ ର ରକ୍ଷତା ହିସାବରେ ଆମେ ସବୁବେଳେ ଦେଖି ଆସିଛେ जनजातीय ଆଉ आदिवासी ମାନଙ୍କୁ। ସେଇ जनजातीय ଆଉ आदिवासी ଯୋଉମାନେ ବର୍ଷ ବର୍ଷ ଧରି ସେଇ ଫରେଷ୍ଟ ଆଉ ଫରେଷ୍ଟ ପ୍ରଡକ୍ଟସ ଉପରେ ସର୍ଭାଇଭ କରୁଛନ୍ତି ଆଉ ସେଇ ଇକୋସିଷ୍ଟମ ଉପରେ ସର୍ଭାଇଭ କରୁଛନ୍ତି, ସେଠି ଯେତେବେଳେ ମାଇନିଂ ର ଗୋଟେ କମ୍ପୋନେଣ୍ଟ ଆସୁଛି ଆମକୁ ଦେଖିବାକୁ ପଡିବ ଯେ ତାଙ୍କୁ ନେଇକିନା ଆମେ ଆଗକୁ କେମିତି ବଢିବା। ତାଙ୍କର ଲାଇଭଲିହୁଡ, ତାଙ୍କର ସଷ୍ଟେନେବିଲିଟି, ତାଙ୍କର କଲଚର, ତାଙ୍କର ସିମ୍ବଲିସିଜମ, ସେ ସବୁ ରହିବ। ଆଟ ଦ ସେମ ଟାଇମ ଇକୋନୋମିକ ଡେଭଲପମେଣ୍ଟ ଗୋଟେ ସଷ୍ଟେନେବଲ ମିନ୍ସ ଥ୍ରୁରେ ଆମେ ଆଗେଇ ପାରିବା। ଡେଫିନେଟଲି ଏଇଟା ବହୁତ ଇମ୍ପୋର୍ଟାଣ୍ଟ ଜିନିଷ। ଆଉ ଗୋଟେ କଥା ଯେ ଯେତେବେଳେ ମାଇଣ୍ଡକୁ ନେଇକି ଯିଏ ବି ସରକାରକୁ ଆସନ୍ତୁ ସମସ୍ତଙ୍କର ଗୋଟେ ମାଇଣ୍ଡ ଉପରେ ବଡ ନଜର ଥାଏ। କିନ୍ତୁ ସେଠି ଯୋଉ କନ୍ଧମାନେ ରହିଲେ, ଡଙ୍ଗରିଆ କନ୍ଧ ହୁଅନ୍ତୁ କି ସେମାନେ ହୁଅନ୍ତୁ, ତାଙ୍କ ଏରିଆ ଡେଭଲପମେଣ୍ଟ ନାଁରେ ସେମାନଙ୍କର ଯୋଉ ବଞ୍ଚିବା ଶୈଳୀକୁ କୋଉଠି ନା କୋଉଠି ନିପାତ କରାଯାଉନି, ତାହେଲେ ସେଗୁଡ଼ିକୁ କେମିତି ରକ୍ଷା କରାଯିବ? ଆଉ ଯାହାକୁ ଖାସ କରିକି ମାଇନିଂ ପାଇଁ ଦାୟିତ୍ୱ ଦିଆଯାଉଛି ଯୋଉ କମ୍ପାନୀ ମାନଙ୍କୁ, ସେମାନଙ୍କର ବି ଏ ସବୁ ଜିନିଷର ରକ୍ଷଣାବେକ୍ଷଣ ପାଇଁ ଗୋଟେ ଦାୟିତ୍ୱ ରହିବା ଆବଶ୍ୟକ କି ନାହିଁ? ନିଶ୍ଚୟ, ଦେଖନ୍ତୁ ଆମେ ଯଦି ବାହାରୁ ଦେଖିନା କହୁଛେ ସେଇ ପର୍ଟିକୁଲାର ଜାଗାର ଉନ୍ନତି ହବା ଦରକାର। ଉନ୍ନତି ଆମ ପାଇଁ ହଉଛି ବହୁତ ବଡ ବଡ ସ୍କାଏ ସ୍କାପର ବିଲ୍ଡିଂସ, ଉଚ୍ଚ ଆକାଶର ସବୁ ନହର ରହିଥିବ, ଆଉ ମେଡିକାଲ ଫାସିଲିଟିସ୍ ଥିବ, ଏଜୁକେସନ ଫାସିଲିଟିସ୍ ଥିବ, ଏଇ ସବୁ ଗୁଡାକ ହଉଛି ଆମର ବିକାଶର ଡେଫିନେସନ। ସେମାନଙ୍କର ବିକାଶର ଡେଫିନେସନ ଯଦି ଆପଣ ଜାଣିବାକୁ ଚାହିଁବେ, ତାଙ୍କର ଜେଜେବାପା କୋଉଠି ଗୋଟେ ଶିମ୍ବ ଗଛ ଲଗେଇଥିବେ, ସେଟାକୁ ସେ କହିବେ ଯେ ସେଟା ଆମର ରହୁ। ତାଙ୍କର ନିଜର ଭୂମି ଯୋଉଠିକି ସେମାନେ ପୂଜା କରୁଛନ୍ତି, ନିୟମ ରାଜା ନିୟମ ଯୋଉଟା ଅର୍ଡର ସୋସିଆଲ ଅର୍ଡର କି ଲ ମେଣ୍ଟେନ ହଉଛି, ତାଙ୍କର ରକ୍ଷଣାବେକ୍ଷଣ ହଉ, ତାଙ୍କ ପାଇଁ ବିକାଶର ଡେଫିନେସନ ଅଲଗା ରହୁଛି। ତେଣୁ ଏଇ ଯୋଉ ବିକାଶର ଡେଫିନେସନ ଉପରେ ଆମେ ଆଜି ଚର୍ଚ୍ଚା ବିଚର୍ଚ୍ଚା କରୁଛେ, ସେଇଟାକୁ ଆଗ ୟୁନାନିମସଲି ଗୋଟେ ଜାଗାକୁ ଆଣିବାକୁ ପଡିବ। ଯେ ବିକାଶ ଗୋଟେ ଏମିତି ହବ, ଅଲ ଟୋଟାଲ ୱେରେ ହବ ଯୋଉଥିରେ କି ସେମାନଙ୍କର ବିକାଶ ରହିବ, ଆଉ ଇନ ଜେନେରାଲ ମଧ୍ୟ ଆମେ ଡେଭଲପମେଣ୍ଟକୁ ଦେଖିପାରିବା। ତେଣୁ ଆଜିର ଏଇ ଯୋଉ ବିଶେଷ ଡିସ୍କସନ ଚାଲିଥିଲା, କୋଉ ଜିନିଷକୁ ଖାସ କରିକି ବିଶେଷ ଭାବରେ ଫୋକସ କରାଯାଇଥିଲା? ଦେଖନ୍ତୁ, ଏଇଟାକୁ ମାଇନିଂ ପୋଟେନସିଆଲିଟିଜ ଯୋଉଟା ରହୁଛି ଆମର ଓଡିଶାରେ, ସେଇଟା କେତେ ଆଗକୁ ଆମର ଫ୍ୟୁଚରରେ ରହୁଛି ଅପ୍ଟିମିସିଜମ, ଯୋଉଥିରେ କି ଆମେ ଇଣ୍ଡିଜିନିୟସ କମ୍ୟୁନିଟିଜ ଆଉ ଇନ ଜେନେରାଲ ଓଡିଶାର ଇକୋନୋମିକ ଡେଭଲପମେଣ୍ଟକୁ କରିପାରିବା, ତା ଉପରେ ଗୋଟେ ଚର୍ଚ୍ଚା ହଉଥିଲା। ଦେयर ୱାଜ ଅ ଡିସ୍କସନ ଅନ ଦ୍ୟାଟ। ଏଥିରେ ଆମେ ବୋଥ କ୍ରିଟିକାଲ ଆସ୍ପେକ୍ଟ ଆଣ୍ଡ ପଜିଟିଭ ଆସ୍ପେକ୍ଟକୁ ନେଇକିନା ଆଗକୁ ବଢିବା। କାହିଁକି ନା ଆମେ କୌଣସି ଗୋଟେ ତଥ୍ୟକୁ ଚପେଇ ଦେଇ ପାରିବାନି, କି କୌଣସି ଗୋଟେ ଜିନିଷକୁ ରଙ୍ଗ ଇମ୍ପ୍ରେସନ ଦେଇପାରିବାନି। ଯାହା ହଉଛି ତାକୁ ନେଇକିନା ଆମେ ଆଗକୁ କେମିତି ଫ୍ୟୁଚରଟା ସିକ୍ୟୁର କରିବା, ସଷ୍ଟେନେବଲ କରିବା, ସେଇଟାକୁ ଦେଖିବା। ଆଜି ପ୍ରଫେସର ଆପଣ ଯେତେବେଳେ ଲେକ୍ଚର ଦଉଥିବେ ବି, ସେଠି ପିଲାଙ୍କୁ ଯୋଉ କଥା କହିଲା ବେଳକୁ ବି କୋଉଠି ନା କୋଉଠି ଗୋଟେ ସରକାରଙ୍କର କଥା ବି ଆପଣଙ୍କ ମାଇଣ୍ଡକୁ ଆସୁଥିବ ନିଶ୍ଚୟ। ତେଣୁ କରିକି ସଠିକତା ଭାବରେ ପିଲାଙ୍କୁ ଉଚିତ ପରାମର୍ଶ ଦେଇପାରନ୍ତି। ହଁ ନିଶ୍ଚୟ, ଆମେ ଦେଖନ୍ତୁ we are from the profession of teacher. We are educating the students and young minds. So when we are trying to educate them and we are also learning in the same process, ଆମେ ସବୁ ଜିନିଷ ଗୁଡାକୁ ଗୋଟେ ନ୍ୟୁଟ୍ରାଲ ୱେରେ କରିବାକୁ ଚାହୁଁଛୁ। ଆଉ ଆମେ ସେମାନଙ୍କୁ ସିଚୁଏସନ ଯାହା ହଉଛି ଆଉ ଯେମିତି ହଉଛି ତାକୁ ନେଇକିନା ଆମେ ବୁଝେଇବାକୁ ଚାହୁଁଛୁ। ଆମେ କରିପାରୁଛୁ, କିଛି ଅସୁବିଧା ନାହିଁ।